ଏଇ ଅଙ୍ଗନବାଡ଼ି ତ ବହୁତ ଆଡ଼େ ଉଦ୍ଘାଟନ ହୁଏ, କିନ୍ତୁ ଏହାର ମହତ୍ତ୍ୱ ଏଇଆ ଯେ ୟା ପୂର୍ବରୁ ଆମର ଯେଉଁ ଅଙ୍ଗନବାଡ଼ି ଗ୍ରାମ ରହୁଥିଲା, ସ୍କୁଲର ଗୋଟେ ବାରଣ୍ଡାରେ ବସିକି କରାହେଉଥିଲା। ଆଉ ଭିତ୍ତିଭୂମି ପ୍ରଶସ୍ତ ନଥିଲା। ଏଇ ଜାଗାଟା ବି ଗୋଟେ ପୋଖରୀ ଥିଲା। ଅବଶ୍ୟ ଏଇଟା ବିଳମ୍ବ ହୋଇଛି, କିନ୍ତୁ ଗ୍ରାମବାସୀଙ୍କର ମାନସିକତା ବଦଳିଲା ପରେ ସେମାନେ ମନସ୍ଥ କଲେ କି ଆମେ ସେ ଅଙ୍ଗନବାଡ଼ିଟାକୁ ଏଠିକି ଆଣିବା। ତେଣୁ କ'ଣ କେମିତି କରାଯିବ ଆମ ସହିତ ପରାମର୍ଶ କରିଥିଲେ। ଆମେ ଜେଇ ବିଡ଼ିଓ ବ୍ଲକରେ ସମସ୍ତଙ୍କ ଦୃଷ୍ଟିଗୋଚର କରାଇଥିଲୁ ଓ ସର୍ବଶେଷରେ ୟାକୁ ମନରେଗାରେ କାମରେ ଆମେ ଏଇ ମାଟି ପକାଇ ପୋତି ସର୍ବଶେଷରେ ଆଜି ଅଙ୍ଗନବାଡ଼ି କରିପାରିଛୁ। ଆମର ବିଡ଼ିଓ ସାର୍ ମଧ୍ୟ ଥିଲେ, ଜେଇ ସାର୍ ଓ ଆମ ପଞ୍ଚାୟତ ପିଓ, ଏମିତିକି ପିଅନ, ସମିତି ସଭ୍ୟା, ମୁଁ ଓ ଆମ ପଞ୍ଚାୟତବାସୀ, ସର୍ବଶେଷରେ ହରିପୁର ଗ୍ରାମର ସମସ୍ତ ଜନସାଧାରଣ ସବୁ ଶ୍ରେୟ ହରିପୁର ଗ୍ରାମବାସୀଙ୍କୁ ଦେବି। ଜାଗା ଥିଲା, ଲୋକ ଥିଲେ, କିନ୍ତୁ ସେଇଟା ହେଇପାରିନଥିଲା। ସେମାନେ ତାଙ୍କର ମାନସିକତାକୁ ପରିବର୍ତ୍ତନ କରି ଆଜି ଏଇ ପଦକ୍ଷେପ ନେଇଛନ୍ତି। ତେଣୁ ମୁଁ ଚାହିଁଥିଲେ ବି ହେଇପାରିନଥାନ୍ତା, କି ବ୍ଲକ ଚାହିଁଥିଲେ ହେଇପାରିନଥାନ୍ତା। କେବଳ ହିଁ ହରିପୁର ଗ୍ରାମବାସୀଙ୍କ ପାଇଁ ଏଇଟା ହେଇପାରିଛି। ତେଣୁ ମୁଁ ମୋ ଅନ୍ତରରୁ ହରିପୁର ଗ୍ରାମବାସୀଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି। ଆଜି ଏଇ ହରିପୁର ଗାଁରେ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଆମର ଉଦ୍ଘାଟନ କଲୁ। ଆମେ ସମସ୍ତେ ଜାଣିଛନ୍ତି ସରକାର ସଂକଳ୍ପବଦ୍ଧ ବିକଶିତ ଓଡ଼ିଶା ହେବ, ବିକଶିତ ଭାରତ ହେବ। ସେ ସଂକଳ୍ପର ଆଉ ଗୋଟେ ନମୁନା ଯେ ଆମେ ଗୋଟେ ମଡେଲ ଅଙ୍ଗନବାଡ଼ି ସେଣ୍ଟର ଏଠି ବାଗେଇଛୁ, ଯାହା ଦେହରେ ଟଏଲେଟ୍ ଫେସିଲିଟି ଅଛି, ରୋଷେଇ ଘର ଅଛି ଏବଂ ଆବଶ୍ୟକୀୟ ଆସବାବପତ୍ର ଅଛି ଏବଂ ଗୋଟେ ଭଲ ଲୋକେସନରେ ବି ଅଛି ଏବଂ ତାର ଇଣ୍ଟେରିୟର ଡିଜାଇନ୍ ମଧ୍ୟ ବହୁତ ଭଲ କରାଯାଇଛି। ସମାନ ପଇସାରେ, ବେଶୀ କିଛି ପଇସା ତା ଦେହରେ ଅଧିକ ଏକ୍ସଟ୍ରା ଖର୍ଚ୍ଚ କରାଯାଇ ନାହିଁ, କିନ୍ତୁ ଲୋକଙ୍କର ସହମତିରେ ସମସ୍ତଙ୍କର ସହଯୋଗରେ ଭଲ କାମ ହେଇଛି। ମୋତେ ବି ଭଲ ଲାଗିଲା ଏବଂ ମୋ ସହିତ ବି ସରପଞ୍ଚ ମ୍ୟାଡ଼ାମ ଉପସ୍ଥିତ ଅଛନ୍ତି। ଆମେ ମିଶିକି ଉଦ୍ଘାଟନ କଲୁ, କାରଣ ମୁଁ ଆଜି ଉଦ୍ଘାଟନ କରି ଚାଲିଗଲା ପରେ କାଲିଠାରୁ ଦାୟିତ୍ୱ ତାଙ୍କର। ଇଏ ହେଉଛନ୍ତି ପଞ୍ଚାୟତର ମୁଖିଆ, ଇଏ ଅଙ୍ଗନବାଡ଼ି ଏବଂ ତାର ପେରିଫେରିରେ କେମିତି ଡେଭଲପମେଣ୍ଟ ହେବ ସେ ବାବଦରେ ସିଏ ମଧ୍ୟ କମିଟେଡ୍। ଭାରି ଭଲ ଲାଗିଲା। ଗୋଟେ ପବିତ୍ର ଶ୍ରୀପଞ୍ଚମୀରେ ଆମେ ଉଦ୍ଘାଟନ କଲୁ। ଆମ ସହିତ ମଧ୍ୟ ଚନ୍ଦନ ଭାଇ ଅଛନ୍ତି, ସେ ମଧ୍ୟ ଜଣେ ସମାଜସେବୀ, ବାକି ଯେଉଁ ଅନେକ ରାଜନୈତିକ ସଂଗଠନର ପଦପଦବୀ ବି ଅଛନ୍ତି। ତା ବ୍ୟତିରେକ ସେ ଜଣେ ଗାଁକୁ ଭଲ ପାଉଥିବା ମଣିଷ ଏବଂ ତାଙ୍କର ଡାକରା ମୋର ଦାୟିତ୍ୱବୋଧତା ପାଇଁ ମୁଁ ଏଠିକି ଆସିଛି।